ଜଗନ୍ନାଥ ଦର୍ଶକନ୍ତୁ ଆଜିର ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ଆଜିର ପାଣିପାଗ ଅପଡେଟଟି ଆପଣ ସଠିକ୍ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଖରା ହେବ ଆଉ କେଉଁ କେଉଁ ଜିଲ୍ଲାରେ ତାପମାତ୍ରା କେତେ ରହିବ। ଦର୍ଶକନ୍ତୁ ଏହା ଜାଣିବା ପାଇଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅନୁଗୁଳ, ବରଗଡ଼, ଝାରସୁଗୁଡା, ନୂଆପଡା, ସମ୍ବଲପୁର ଏହି ଜିଲ୍ଲା ମାନଙ୍କରେ ତାପମାତ୍ରା 41 ଡିଗ୍ରୀ ରହିବ। ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର 42 ଡିଗ୍ରୀ ତାପମାତ୍ରା। ବାଲେଶ୍ୱର, ଗଜପତି 36 ଡିଗ୍ରୀ। ଜଗତସିଂହପୁର, କେନ୍ଦ୍ରାପଡ଼ା 35 ଡିଗ୍ରୀ ତାପମାତ୍ରା। କଟକ, ମାଲକାନଗିରି, ରାୟଗଡ଼ା এই ଜିଲ୍ଲା ମାନଙ୍କରେ 38 ଡିଗ୍ରୀ। ସୁନ୍ଦରଗଡ଼, ଦେବଗଡ଼ ଅଧିକ ଗରମ ହେବ 40 ଡିଗ୍ରୀ। ଢେଙ୍କାନାଳ, କଳାହାଣ୍ଡି, ନୟାଗଡ଼ 39 ଡିଗ୍ରୀ ତାପମାତ୍ରା। ଗଞ୍ଜାମ, କନ୍ଧମାଳ 43 ଡିଗ୍ରୀ। କୋରାପୁଟ, ପୁରୀ 33 ଡିଗ୍ରୀ। କେନ୍ଦୁଝର, ମୟୂରଭଞ୍ଜ 37 ଡିଗ୍ରୀ ସେଲସିୟସ୍ ଏବଂ ଖୋର୍ଦ୍ଧାରେ 38 ଡିଗ୍ରୀ ତାପମାତ୍ରା ରହିବ। ଦର୍ଶକ ବନ୍ଧୁ, ଭିଡିଓ ଆଗକୁ ଯିବା ପୂର୍ବରୁ ଆପଣ ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କୁ ଏହି ଭିଡିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। ସମ୍ବଲପୁର, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ଅନୁଗୁଳ, ତାଳଚେର, ଟିଟିଲାଗଡ଼ ଏବଂ ନୂଆପଡା, ପାରାଦୀପ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ମାଲକାନଗିରି ଏହି ଜିଲ୍ଲା ମାନଙ୍କର ପ୍ରବଳ ଖରା ହେବ। ତେଣୁକରି ଦର୍ଶକ ବନ୍ଧୁ, ଆପଣଙ୍କର ଜରୁରୀ କାମ ନଥିଲେ ଆପଣ ବାହାରକୁ ଯାଆନ୍ତୁ ନାହିଁ। ଖୋର୍ଦ୍ଧା, କଟକ, ପୁରୀ ଏହି ଜିଲ୍ଲାରେ ମଧ୍ୟ ପ୍ରବଳ ଖରା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ବହୁତ କମ୍। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଖବର ଏଇଠି ସମାପ୍ତ କରୁଛି। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ।